ସାରଙ୍ଗଳ ପଶୁ ଚିକିତ୍ସାଳୟ ଭୂତ ବଙ୍ଗଳାରେ ପରିଣତ। ଗ୍ରାମବାସୀଙ୍କ ଦାବି ତୁରନ୍ତ ଡାକ୍ତର ଓ କର୍ମଚାରୀ ନିଯୁକ୍ତି କରାଯାଉ। ଦର୍ଶକ ବନ୍ଧୁ ଟିକିନିକି ଖବରକୁ ସ୍ୱାଗତ। ସାରଙ୍ଗଳ ଅଞ୍ଚଳର ପଶୁ ଚିକିତ୍ସାଳୟ ଦୀର୍ଘ ଦିନ ଧରି ବନ୍ଦ ରହି ଏବେ ଭୂତ ବଙ୍ଗଳା ପାଲଟିଛି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ ଏହି ଅଞ୍ଚଳର 3ଟି ପଞ୍ଚାୟତରେ ପାଖାପାଖି 50,000ରୁ ଅଧିକ ଲୋକ ବସବାସ କରୁଛନ୍ତି। ସେମାନଙ୍କ ପାଇଁ ମୌଳିକ ସୁବିଧା ସହ ପଶୁ ଚିକିତ୍ସାଳୟ ବା ସେବା ମଧ୍ୟ ଅତି ଆବଶ୍ୟକତା ରହିଛି। କିନ୍ତୁ ବର୍ଷକୁ ବର୍ଷ ବିତିଗଲାଣି ଏହି କେନ୍ଦ୍ରରେ ନା ପଶୁ ଡାକ୍ତର ଅଛନ୍ତି, ନା କୌଣସି ଷ୍ଟେଟମ୍ୟାନ ଅଛନ୍ତି, ନା କୌଣସି କର୍ମଚାରୀ ରହିଛନ୍ତି। ଲୋକମାନେ ଅଭିଯୋଗ କରୁଛନ୍ତି ଯେ ପଶୁ ରୋଗରେ ପଡ଼ିଲେ ଏଠାକାର ଜଣେ ପିଅନ ଚିକିତ୍ସା କରିବାକୁ ବାଧ୍ୟ ହେବାକୁ ପଡୁଛି। ଏହିପରି ଅବ୍ୟବସ୍ଥାରେ ପଶୁ ସମ୍ପଦର ଭାରି କ୍ଷତି ହେଉଛି। ଏହା ସହିତ ବନ୍ଦ ଥିବା ଚିକିତ୍ସାଳୟ ପ୍ରାଙ୍ଗଣ ଚତୁର୍ଦିଗରେ ଜଙ୍ଗଲୀ ଘାସ ଗଛ ସୃଷ୍ଟି ହୋଇ ସମ୍ପୂର୍ଣ୍ଣ ପରିସରଟି ଭୟଙ୍କର ଅବସ୍ଥାରେ ପରିଣତ ହୋଇଛି। ଗ୍ରାମବାସୀମାନେ କହୁଛନ୍ତି ସରକାର ସାରଙ୍ଗଳ ଅଞ୍ଚଳକୁ ପୁରାପୁରି ଅଣଦେଖା କରୁଛନ୍ତି। ଗ୍ରାମବାସୀଙ୍କ ଦାବି ତୁରନ୍ତ ଏହି ପଶୁ ଚିକିତ୍ସାଳୟକୁ କାର୍ଯ୍ୟକ୍ଷମ କରାଯାଉ। ପଶୁ ଡାକ୍ତର ଓ ଆବଶ୍ୟକ କର୍ମଚାରୀଙ୍କୁ ନିଯୁକ୍ତି କରାଯାଉ, ଯାହାଦ୍ୱାରା ସାରଙ୍ଗଳ ଓ ପାଖାପାଖି ଅଞ୍ଚଳର ହଜାର ହଜାର ପଶୁପାଳକ ପରିବାର ଉପକୃତ ହେବେ। ଏହା ଆମର ନ୍ୟାଯ୍ୟ ଦାବି। ସରକାର ତୁମେ ମାନିନିଅ, ଯଦି ମାନିବେ ନାହିଁ ତେବେ ଅଞ୍ଚଳବାସୀ ରାଜରାସ୍ତାକୁ ନେଇ ଦାବି ପାଇଁ ଲଢ଼େଇ କରିବେ ବୋଲି ମତ ପ୍ରକାଶ କରିଛନ୍ତି। ଶୁଣନ୍ତୁ ସେମାନଙ୍କ ପ୍ରତିକ୍ରିୟା। ସାରଙ୍ଗଳ ଗ୍ରାମ ପଞ୍ଚାୟତର ଜଣେ ଚାଷୀ ଆଉ ଏଇ ସାରଙ୍ଗଳର ଭେଟନେରୀ ଅଫିସରେ ବର୍ତ୍ତମାନ ଆମେ ଭିଏସ୍ କୁ ଦୀର୍ଘ ଦିନ ହେଲା ଆମେ ଦେଖିବାକୁ ପାଇନୁ। ଆଉ ଯାହା ଜଣେ ଅଛି ତାଙ୍କର ପିଅନ ପ୍ରତ୍ୟେକ ଗାଁ ଗାଁ ବୁଲି ସେ କାମ କରନ୍ତି। ଆଉ ଯୋଉ ବଡ଼ ବଡ଼ କାମ ହୁଏ ବହୁତ ଅସୁବିଧାରେ ଆମେ ଚଳୁଛୁ। ଆଉ ଏଇ ଅଞ୍ଚଳରେ 3ଟା ପଞ୍ଚାୟତର ଲୋକ ଏଇ ଭେଟନେରୀରେ ଭରସା କରନ୍ତି। ଆଉ ଆଜି ତେଣୁକରି ଆମେ ଆପଣଙ୍କୁ ଦେଖା କରୁଛୁ। ଆଉ କ'ଣ କରାଯିବ, ଭିଏସ୍ ନଥିଲେ ଭିଏସ୍ ନାହିଁ, ଏଲ୍ଆଇ ନାହିଁ, ତେଣୁକରି ଏ ଅବସ୍ଥା ଏମିତି ରହିଛି। ଆଉ ଆମେ ଯାହା ସେ ପିଅନ ଦ୍ୱାରା ହିଁ ଯାହା ଗାଁ ଗାଁ ଡାକିଲେ ସେ ଯାଇକରି କେମିତି ତାର ଯେତିକି ଜାଣିଛି ସେ ସେତିକି କରୁଛି। ଆଉ ଯୋଉ ଜିନିଷ ନ ହେବାଟା ମଧ୍ୟ ଅସୁବିଧା ହେଉଛି। ଆଉ ଏଇଟା ଦୀର୍ଘ ହେଇଗଲା 8-10 ବର୍ଷ ହେଲାଣି ଏମିତି ପଡ଼ି ରହିଛି। ଆଉ ଏମିତି ବହୁତ ଥର ସାରେ ଅଭିଯୋଗ ହେଇଛି। ଆଉ ଏବେ ଖୁବ୍ କମ୍ ଦିନ ଭିତରେ ହେଇନାହିଁ, ୟାର ହେଲାଣି ଗୋଟେ ବର୍ଷ ପରେ ହେବ ବି କରାହେଇଥିଲା। ଏମିତି ବିଭିନ୍ନ ଥର ସାର୍ କୁହାହେଉଛି, କେତେବେଳେ କଲେକ୍ଟରକୁ କୁହାହେଉଛି, କେତେବେଳେ ଯାହାକୁ ଅଫିସରମାନଙ୍କୁ ଏକା କୁହାହେଉଛି। ଆଉ କହିଲା ସତ୍ତ୍ୱେ ମଧ୍ୟ ଆଜି ପର୍ଯ୍ୟନ୍ତ ଏମିତି ହେଇକରି ଭିଏସ୍ ଆମ ଅଞ୍ଚଳରେ ନାହିଁ। ଆମେ ଭିଏସ୍ ଏଇ ଅଞ୍ଚଳରେ ଗୋଟେ ଭିଏସ୍ ରହିଲେ ଆମେ ଏଇ ଅଞ୍ଚଳବାସୀ, ଭିଏସ୍ ଏଲ୍ଆଇ ଏମାନେ ରହିଲେ ଆମେ ଏଇ ଅଞ୍ଚଳବାସୀ ଗାଈ ଗୋରୁ ଛେଳି ମେଣ୍ଢା ଦାଉରୁ କେମିତି ଆମେ ସେମାନେ ଭଲରେ ରହିବେ, ଆଉ ଆମେ ତାଙ୍କଠାରୁ କିଛି ଚାଷ କରିକି ଆମେ ବଞ୍ଚିବୁ। ଏଠି 3ଟା ପଞ୍ଚାୟତ କିଛି ନହେଲେ ଆମର 8-10 ହଜାର ଲୋକ ଏଇ ପରେ ଏକା ଆମର ଏଇ ଭିଏସ୍ ଅଫିସରେ ଯୋଗାଯୋଗ କରନ୍ତି। ଆଉ ତେଣୁକରି ଆମେ 3ଟା ଯାକ ପଞ୍ଚାୟତର ଲୋକ ଏଟାକୁ ଭରସା କରି ରୁହନ୍ତି। ମୋ ନାଁ ଲାମ୍ବୁରା ପ୍ରଧାନ, ମୁଁ ପୂର୍ବତନ ସରପଞ୍ଚ ବଣ୍ଡଗୁଡ଼ା। ଆଜ୍ଞା ଦେଖନ୍ତୁ, ଆମେ ଶାସକ ଏବଂ ପ୍ରଶାସକ ମାନଙ୍କୁ ଏହି ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଆଜି ସୁଦ୍ଧା କୌଣସି ଭିଏସ୍ କିମ୍ବା ଏଲ୍ଆଇ ଆମ ସାରଙ୍ଗଳ ପଞ୍ଚାୟତରେ ବା ସାରଙ୍ଗଳ ଏରିଆରେ ନାହାନ୍ତି। ଯଦି ଅଛି ବଣ୍ଡଗୁଡ଼ାରେ ଅଛି, ବଣ୍ଡଗୁଡ଼ା ବି ସେ ଏକା କଥା। ତେଣୁ ଆମେ ଚାହୁଁଛୁ ଯେ ଆମ ଏରିଆରେ ମନେକର ଭିଏସ୍ ରହନ୍ତେ ବା ପଶୁ ଡାକ୍ତରଖାନା ରହନ୍ତେ, ଏଲ୍ଆଇ ରହନ୍ତେ, ତାହେଲେ ଆମର ଯେତିକି ଗାଈ ଗୋରୁ ଛେଳି ସେବା ପାଆନ୍ତେ ବୋଲି ଆମେ କହିବା କଥା। ଆଜ୍ଞା ପ୍ରାୟ କହିଲେ ଏଇଟା ଆମ ଜଣାତରେ 5 ବର୍ଷରୁ ଉର୍ଦ୍ଧ୍ୱ 10 ବର୍ଷ ଭିତରେ ମଧ୍ୟ ହେଲାଣି, କିନ୍ତୁ ଏଇଠି ଭିଏସ୍ ଜଣେ ସେ ପ୍ରକାର ରହୁନାହାନ୍ତି। ଆଜ୍ଞା ନିହାତି ଦାବି ରହିବ। ମାନେ ଦେଖନ୍ତୁ, ଆଜିକାଲି ବିଭିନ୍ନ ପ୍ରକାର ମାନେ ରୋଗ ଯେଉଁ ପ୍ରକାର ଆସୁଛି, ଗାଈ ଗୋରୁ ଏବଂ ଛେଳିମାନଙ୍କର ପ୍ରାୟ ଏ ବର୍ଷ ଆମ ଏରିଆରେ ପୋଡ଼ ମଇଁଷି ଏମିତି ମଲେ ଏଠି ଯେ କହିବା କଥା ନୁହଁ। ତେଣୁ ଆମେ ନିହାତି
पोड़ महिषी गाई गोरु छेली मानकर निहाती सेवा पाई आमको दरकार अच्छी VS। दर्शक बंधु टिकिनिकी खबर अधिक अपडेट पाई टिकिनिकी खबर को सब्सक्राइब लाइक और शेयर करने को भूलिए नहीं।